ପିଲାମାନେ ଏହା ହେଉଛି ତୁମର ଗଣିତ ବିଷୟ ସमेଟିଭ୍ 1 ପରୀକ୍ଷାର ଅର୍ଥାତ୍ ଅର୍ଦ୍ଧବାର୍ଷିକୀ ପରୀକ୍ଷାର ସମ୍ପୂର୍ଣ୍ଣ ରିଏଲ୍ ପ୍ରଶ୍ନପତ୍ର। ଠିକ୍ ଅଛି, ଆମେ ଦେଖିବା କ'ଣ ସବୁ ଅଛି। ଠିକ୍ ଅଛି, ଏଇଠି ଅଛି ପରୀକ୍ଷାର୍ଥୀଙ୍କ ନାମ, ଏଇଠି ତୁମର ନାମ ଲେଖିବ। ଠିକ୍ ଅଛି, ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର। ଠିକ୍ ଅଛି, ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ, ତାପରେ ଏଇଠି ଲେଖିବ ତାରିଖ। ତୁମେ ଏଇ ପରୀକ୍ଷା ଯେଉଁ ତାରିଖ ଦିନ ଦେବ ସେଇ ତାରିଖ ଏଇଠି ଲେଖିବ। ଠିକ୍ ଅଛି, ତାପରେ ଏହା ହେଉଛି ପ୍ରଥମ ଶ୍ରେଣୀ, ସମୟ 2 ଘଣ୍ଟା, ବିଷୟ ହେଉଛି ଗଣିତ। ଠିକ୍ ଅଛି, ତୁମେ ଏଇଠି କିଛି ଲେଖିବ ନାହିଁ, ଏଇଠି ତୁମ ଶିକ୍ଷକ ଲେଖିବେ, ସେ ଏଇଠି ଦସ୍ତଖତ କରିବେ। ତାପରେ ଏହା ହେଉଛି ପୂର୍ଣ୍ଣାଙ୍କ 50 ମାର୍କ। ଠିକ୍ ଅଛି, 50 ମାର୍କରୁ ମିଳିବ ତୁମକୁ କେତେ? ଲିଖିତ ମୌଖିକ ଏଇଠି ତୁମ ଶିକ୍ଷକ ଦେବେ। ଠିକ୍ ଅଛି, ତାପରେ ଲେଖିବା, ତାପରେ ଦେଖିବା କେଉଁ ସବୁ ପ୍ରଶ୍ନ ଆମକୁ ଦେଇଛି। ପ୍ରଥମ ପ୍ରଶ୍ନ, ଆସ ଗାର ଟାଣିବା। ପ୍ରଥମ ପ୍ରଶ୍ନ ଅଛି ଆସ ଗାର ଟାଣିବା। ଠିକ୍ ଅଛି, ପ୍ରଥମଟି ସେ କହିଦେଇଛି 3 ଯୋଗ 2 ଅଛି, ଏପଟେ 2 ଯୋଗ 3, ତାପରେ ଅଛି 4 ଯୋଗ 6, 4 ଯୋଗ 6 କେତେ ହେବ? ହିସାବ କଲେ ଆମେ ଜାଣିବା 10 ହେବ। ତାପରେ ଏପଟେ କେଉଁଟି 10 ହେବ? ଏପଟେ ଅଛି 9 6 ଯୋଗ 4, ତା ଓଲଟା। ଠିକ୍ ଅଛି, ତା ଓଲଟା ଆମେ ଏଇଠିକୁ ଗାର ଟାଣିବା। ତାପରେ କେଉଁଟି ଅଛି 3 ଯୋଗ 5, 3 ଯୋଗ 5 ତାହାର ଓଲଟା, ଏପଟେ କେଉଁଟି ଅଛି? ଉପରେ ଅଛି 3 ଯୋଗ 5, ଏଇଠିକୁ ଗାର ଟାଣିବ। ଠିକ୍ ଅଛି, ତାପରେ ଅଛି 1 ଯୋଗ 9, ତାପରେ ସେଇପଟେ ଥିବ 9 ଯୋଗ 1 ଥିବ, ସେ ଯେଉଁଠି ଥିବ ସେଇଠିକି ଗାର ଟାଣିବ। ଠିକ୍ ଅଛି, ଧନ୍ୟବାଦ ପିଲାମାନେ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଖାଲି ଘରେ କେତେ ହେବ ଲେଖ। ଖାଲି ଘରେ କେତେ ହେବ ଲେଖ। ଏଇଠି ଅଛି 4 ଗୋଟି ଚଢ଼େଇ, ଏଇଠି ଅଛି 2 ଗୋଟି ଚଢ଼େଇ, ମିଶିଲେ କେତେ ହେବ? 6 ଗୋଟି ଚଢ଼େଇ। ଏଇ ଘରେ 6 ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଏଇ ଘରେ ଅଛି 7 ଗୋଟି ଜଗ୍। ଠିକ୍ ଅଛି, ତାପରେ ଏଇଠି ଅଛି 3 ଗୋଟି ଜଗ୍, କେତୋଟି ଜଗ୍ ହେଲା? 10ଟି ହେଲା, ଏଇଠି ଲେଖିବ 10। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଖାଲି ଘର ପୂରଣ କର। ପ୍ରଶ୍ନ ଅଛି ଆମକୁ ଖାଲି ଘର ପୂରଣ କରିବା। ଏଇଠି 2ଟି ଚିତ୍ର ଅଛି, ସେଥିପାଇଁ ଏଇଠି 2 ଲେଖାଯାଇଛି। ଠିକ୍ ଅଛି, ତାପରେ ଏଇଠି 4 ଗୋଟି ପଦ୍ମ ଫୁଲ ଅଛି, ସେଥିପାଇଁ ଏଇ ଘରେ ତୁମେ ଲେଖିବ 4। ଠିକ୍ ଅଛି, ତାପରେ ଅଛି 1 2 3 4 5 6, 6 ଗୋଟି ସାଇକେଲ ଅଛି, ତୁମେ ଏଇଠି ଲେଖିବ 6। ଠିକ୍ ଅଛି, ତାପରେ ତା ତଳ ଘରେ ଅଛି 1 2 3 4 5, 5 ଗୋଟି ଚଢ଼େଇ ଅଛି, ତୁମେ ସେଥିପାଇଁ ଏଇ ଘରେ ଲେଖିବ 5। ଠିକ୍ ଅଛି, ତାପରେ ଶେଷ ଘରେ ଅଛି 3 ଗୋଟି ଚିତ୍ର ଅଛି, ତୁମେ ଏଇଠି ଲେଖିବ 3। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ପ୍ରତି କୋଠରୀର ଜିନିଷ ମିଶାଇ ତଳେ ଥିବା ଖାଲି କୋଠରୀରେ ଲେଖିବ। ଠିକ୍ ଅଛି, ଦେଖ ପ୍ରଥମଟି ସେ କହିଦେଇଛି, ଏହା ଗୋଟେ ପ୍ରଥମ ଚିତ୍ର ଏବଂ ଦ୍ୱିତୀୟ ଘରେ ଅଛି 2ଟି ଚିତ୍ର, ଏହା ମିଶିକରି ହେଲା 3 ଗୋଟି ଚିତ୍ର। ଠିକ୍ ଅଛି, ତା ତଳ ଚିତ୍ର ଦେଖିବା, ଏଇଠି 3 ଗୋଟି ଫୁଲ ଅଛି, ତାପରେ ଏଇଠି 5 ଗୋଟି ଫୁଲ ଅଛି, କେତୋଟି ଫୁଲ ହେଲା? ସମୁଦାୟ ହେଲା 8ଟି, ଏଇଠି ଲେଖିବ 8। ଠିକ୍ ଅଛି, ତା ତଳ ଚିତ୍ରରେ ଅଛି ଏଇଠି 2ଟି ଟିଭି ଅଛି ଏବଂ ଏଇଠି ଅଛି 3 ଗୋଟି, ସବୁ ମିଶିକରି କେତୋଟି ଟିଭି ହେଲା? 5 ଗୋଟି ହେଲା, ତୁମେ ଏଇଠି ଲେଖିବ 5। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଏଇଠି ଆମେ ଗାର ଟାଣିବା। ଆସ ସମାନ ସଂଖ୍ୟକ ମୟୂରକୁ ନେଇ ସଂଖ୍ୟା ସହ ଯୋଡ଼ିବା। ଠିକ୍ ଅଛି, ସମାନ ସଂଖ୍ୟକ, ଦେଖ ଏଇଠି 2 ଗୋଟି ଅଛି, ସେଥିପାଇଁ ଏଇଠି 2କୁ ଗାର ଟଣାଯାଇଛି। ଏଇଠି କେତୋଟି ଅଛି ଗଣିବା? 1 2 3 4 5 6 7 8, 8ଟି ଅଛି, ଯେଉଁଠି 8 ଅଛି ସେଇଠିକୁ ଗାର ଟାଣିବା। ଠିକ୍ ଅଛି, ତାପରେ ପରବର୍ତ୍ତୀ ଚିତ୍ର 1 2 3 4 5, 5 ଗୋଟି ଅଛି, ସେଥିପାଇଁ ଏଇଠି 5କୁ ଗାର ଟାଣିବ। ଠିକ୍ ଅଛି, ତାପରେ ପରବର୍ତ୍ତୀଟି ଅଛି 1 2 3 4 5 6 7, 7 ଗୋଟି ଅଛି, ସେଥିପାଇଁ ଏଠାରେ 7କୁ ଗାର ଟାଣିବ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ସଂଖ୍ୟା ଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼ ସଂଖ୍ୟା ଓ ସବୁଠାରୁ ସାନ ସଂଖ୍ୟା
खाली घरे लेख खाली घरे आम लिखा पिलामाने सबठारु बड़ संख्या केउटी और सबठारु सान संख्या केउटी प्रथमटी से कहीदे है जेपरी 4 7 8 9 देछि ठीक अच्छे से संख्यारू बड़ संख्या हूँ 9 और सान संख्या हूँ 4 लिखिदे तापर आम लिखा ये 8 3 9 4 एमान मध्य बड़ संख्या है 9 ये लिख 9 ठीक अच्छे एवं सान संख्या किए 3 ये लिख 3 तापर अच्छी 6 6 7 2 1 ये बड़ संख्या हूँ 7 तुम ये 7 लिख ठीक अच्छे एवं सान संख्या किए 1 ये लिख 1 तापर अच्छी 5 8 1 9 ये बड़ संख्या है 9 ये लिख तुम 9 ठीक अच्छे तापर छोट संख्या किए 1 ये लिख 1 तापर अच्छी 15 13 11 16 ये छोट बड़ संख्या है 16 ये लिख 16 ठीक अच्छे तापर छोट संख्या किए अच्छी ये अच्छी 11 ये लिख 11 ठीक अच्छे धन्यवाद पिला माने पुणी परवर्ती प्रश्न देखिबा आमे परवर्ती प्रश्न अच्छी तल चित्र देखी केते रहिबो खाली स्थान रे संख्या रे लिखिबो ठीक अच्छे थिला देखो पे थिला आ गला प्रथम गोटे से कही देछि एठी थिला 4 गोटी चित्र से दुई गोटी चित्र गला आ रहिला केते 2 से गोटे कर देछि आमे तापर करबा एठी अछि 6 गोटी चित्र अछि सेथि मध्य गला 3 गोटी आ केते गोटी रहिला 3 गोटी एठी लिखिबा 3 ठीक अछि तापर परवर्ती प्रश्न अछि देखो पिला माने एठी 4 गोटी चित्र अछि सेथिरु 3 गोटी गला आ केते रहइबो 1 एठी लिखिबो 1 ठीक अछि परवर्ती चित्र देखिबा 10टी जिनिस नहीं तल दल कर देखो पिला माने एक सुंदर प्रश्न अछि 10टी जिनिस नहीं दल दल कर एवं संख्या सूचक को लेख अति सुंदर प्रश्न अछि पिला माने एठी ठीक अछि तुमे दल दल करी नेब एठी अछि 10टी चित्र को गोल करिवो 4 1 2 3 4 5 6 7 8 9 10 एठी मु एठी चिन्ह देछि एहाला 10 अर्थात 1 10 आ केते रहिला 1 2 3 एहा 3 गोटी रहिला अर्थात 1 10 आ 3 1 एठी 1 10 आ 3 1 एठी लिखिबो ठीक अछि तापर परवर्ती प्रश्न अछि एतिके हैला गोटे 10 ठीक अछि एवं केतटी रहिला 1 2 3 3 अर्थात गोटे 10 आ 3 1 गोटे 10 3 1 ठीक अछि धन्यवाद पिला माने वीडियोटी केमिति लागला निश्चय कमेंट करि लिखि जणाइबो एवं एपरि वीडियो देखिबा पई तुमे निश्चय आम एही चैनल को सब्सक्राइब करिवो सब्सक्राइब करने को भूलिबो नहीं ठीक अच्छे धन्यवाद।